ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ। ଓଡ଼ିଶାର ଯାଜପୁର ଜିଲ୍ଲା ଅନ୍ତର୍ଗତ ବରୀ ନିର୍ବାଚନ ମଣ୍ଡଳୀର ଜଅଁପଡ଼ା ଗ୍ରାମରେ ପ୍ରାୟ ଆଜକୁ 900 ବର୍ଷ ଧରି ମହାପ୍ରଭୁଙ୍କର ପୂଜାର୍ଚ୍ଚନା ନିଷ୍ଠାର ସହିତ ସମାପନ୍ନ କରାଯାଉଅଛି। ଯଯାତି କେଶରୀଙ୍କ ରାଜତ୍ୱ ସମୟରୁ ଏହି ଦାରୁବ୍ରହ୍ମ ମୂର୍ତ୍ତି ଶ୍ରୀ ଦଧିବାମନ ଅର୍ଥାତ୍ ଶ୍ରୀ ଜଗନ୍ନାଥ ପତିତ ପାବନ ରୂପେ ତାଙ୍କର ପୂଜା ଦାୟିତ୍ୱ କାଣ୍ୟ କୁବଜା ବଂଶର ବ୍ରାହ୍ମଣ ପରିବାର ନିଜର ଆରାଧ୍ୟ ଦେବତାଙ୍କୁ ଭକ୍ତି ଓ ସମର୍ପିତ ଭାବେ ବିଭିନ୍ନ ପର୍ବପର୍ବାଣୀ ଓ ନୀତିକାନ୍ତି ମାଧ୍ୟମରେ ପ୍ରତ୍ୟହ ଶ୍ରୀଜୀଉଙ୍କର ସେବା କରି ଚାଲିଛନ୍ତି। ବ୍ରାହ୍ମୀ ନଦୀକୂଳରେ ଅବସ୍ଥିତ ଏହି ପବିତ୍ର ଦଧିବାମନ କ୍ଷେତ୍ରକୁ 1526 ଖ୍ରୀଷ୍ଟାବ୍ଦରେ ଶ୍ରୀ ଚୈତନ୍ୟ ମହାପ୍ରଭୁ ଦର୍ଶନ ନିମିତ୍ତ ଆସିଥିଲେ। କିନ୍ତୁ ସବୁଠାରୁ ଉଲ୍ଲେଖନୀୟ କଥା, ଏପର୍ଯ୍ୟନ୍ତ ଶ୍ରୀଜୀଉଙ୍କର ନବକଳେବର କରାଯାଇ ନାହିଁ ଏବଂ ଦାରୁବ୍ରହ୍ମ ମୂର୍ତ୍ତି ସମ୍ପୂର୍ଣ୍ଣ ରୂପେ ଅକ୍ଷୁର୍ଣ୍ଣ ହୋଇ ବିରାଜମାନ କରିଛନ୍ତି। ବିଭିନ୍ନ ଯାତ୍ରା ଓ ପର୍ବପର୍ବାଣୀ ମଧ୍ୟରେ ଦେବସ୍ନାନ ପୂର୍ଣ୍ଣିମା, ନେତ୍ର ଉତ୍ସବ, ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶ ଅନ୍ୟତମ ପର୍ବ ଭାବେ ସ୍ଥାନ ପାଇଅଛି। ପବିତ୍ର ସୁନାବେଶରେ ହଜାର ହଜାର ଭକ୍ତ ଓ ସର୍ବସାଧାରଣଙ୍କର ଉପସ୍ଥିତ ସହିତ ଯାଜପୁର ଜିଲ୍ଲା ପ୍ରଶାସନ ତରଫରୁ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। ମନ୍ଦିର ପରିସରରେ ମହାଲକ୍ଷ୍ମୀ ମନ୍ଦିର, ଗଣେଶ ମନ୍ଦିର, ବୈଷ୍ଣୋଦେବୀ ମନ୍ଦିର, କାଶୀ ବିଶ୍ୱନାଥ ମନ୍ଦିର, ଆନନ୍ଦ ବଜାର, 22 ପାହାଚ, ଅରୁଣ ସ୍ତମ୍ଭ ଓ ଅନ୍ୟାନ୍ୟ କାରୁକାର୍ଯ୍ୟ ରହିଅଛି। ବର୍ଷର ପର୍ବପର୍ବାଣୀ ମଧ୍ୟରେ ଜନ୍ମାଷ୍ଟମୀ, ଦୋଳପର୍ବ, ପୁଷ୍ପ ଅଭିଷେକ, ବ୍ୟଞ୍ଜନ ଦ୍ୱାଦଶୀ, କାର୍ତ୍ତିକ ପୂର୍ଣ୍ଣିମା, ମକର ସଂକ୍ରାନ୍ତି, ମହାଲକ୍ଷ୍ମୀ ଯଜ୍ଞ, ରୁଦ୍ରାଭିଷେକ, ଶ୍ରୀ ଗଣେଶ ପୂଜା ଓ ନବରାତ୍ରି ପ୍ରଭୃତି ପର୍ବପର୍ବାଣୀ ପାଳନ କରାଯାଇଥାଏ। ବହୁ ସମୟରେ ବେଦମନ୍ତ୍ରର ପ୍ରସାର ଓ ଯଜ୍ଞ ଆଦି କାର୍ଯ୍ୟକ୍ରମ ସମଗ୍ର ଅଞ୍ଚଳରେ ଶ୍ରୀ ଜଗନ୍ନାଥ ଚେତନାର ବିଶେଷ ପ୍ରଭାବ ପଡ଼ିଥାଏ। ଭିନ୍ନ ସମୟରେ ବହୁ ବିଦ୍ୱାନ ପ୍ରତିଭାମାନେ ସେମାନେ ଉପସ୍ଥିତ ରହି ଶ୍ରୀ ଜଗନ୍ନାଥ ଶୀର୍ଷକ ଉପରେ ଆଲୋଚନା କରି ସାରଭିତ୍ତିକ ବକ୍ତୃତା ପ୍ରଦାନ କରିଥାନ୍ତି। ଏତଦ୍ ବ୍ୟତୀତ ମହାପ୍ରଭୁଙ୍କର ବହୁ ଅଲୌକିକତା ଅନୁଭୂତି ସମୟ ସମୟରେ ଭକ୍ତମାନେ ଭାବବିହ୍ୱଳ ହେବାର ପରିଲକ୍ଷିତ କରାଯାଇଛି। ବିଭିନ୍ନ ସମୟରେ ବହୁ ମୁନି ଋଷି ମନ୍ଦିର ପ୍ରାଙ୍ଗଣକୁ ଆସି ସେମାନଙ୍କର ଅନୁଭୂତି ବଖାଣିବାର ନଜର ରହିଅଛି। ବିଶେଷତଃ ଆଜି ଯେଉଁ ରଥାରୂଢ଼ ହୋଇ ମହାପ୍ରଭୁ ମାଉସୀଙ୍କ ମନ୍ଦିରକୁ ଯାଉଛନ୍ତି, ସେଠାରେ ବହୁ ଦିବ୍ୟ ଅନୁଭୂତି ଦେଖିବାକୁ ମିଳିଥାଏ। ଏଠାରେ ନିର୍ମାଣ ହୋଇଥିବା ମନ୍ଦିର ଅତ୍ୟନ୍ତ ଭାବପୂର୍ଣ୍ଣ ଏବଂ ସମର୍ପିତ ଭାବେ 9 ଦିନ ଯାଏଁ ଗୋଟିଏ ପରିବାରର ସେବା ପୂଜା ପ୍ରାୟତଃ ଅବର୍ଣ୍ଣନୀୟ। ସମସ୍ତ ବିଧି ମୁତାବକ କାର୍ଯ୍ୟକ୍ରମ କରାଯାଇଥାଏ। ଏଭଳିକି ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ଦିନ ପରିସର ବା ମାଉସୀ ଘର ମଧ୍ୟରେ ଏକ ଗମ୍ଭୀର ଲହରୀ ଦେଖିବାକୁ ମିଳିଥାଏ। ଏହା ଭକ୍ତି ଭାବର ଏକ ଜୀବନ୍ତ ଉଦାହରଣ। ରଥଯାତ୍ରା ସମୟରେ ଶ୍ରୀଜୀଉଙ୍କର ଛେରା ପହଁରା କାର୍ଯ୍ୟକ୍ରମ ଅତ୍ୟନ୍ତ ଦୁର୍ଲଭ ହୋଇଥାଏ। ସେବାୟତ ବଂଶର ବ୍ରାହ୍ମଣମାନେ ଯଥାସମ୍ଭବ ଗ୍ରାମୀଣ ପରିବେଶରେ ସେମାନଙ୍କର ସେବା କାର୍ଯ୍ୟ ଅତ୍ୟନ୍ତ ସଂସ୍କାର ଓ ପରିମାର୍ଜିତ। ଓଡ଼ିଶାର ଶ୍ରୀ ଦଧିବାମନ କ୍ଷେତ୍ର ଜଅଁପଡ଼ା ଗ୍ରାମ ଆଜି ସମଗ୍ର ଭାରତବର୍ଷରେ ଚିର ପରିଚୟ। ଶ୍ରୀକ୍ଷେତ୍ରର ସୁନାବେଶ ପରେ ଜଅଁପଡ଼ାର ସୁନାବେଶ ଭାରତ ଏବଂ ବିଦେଶରେ ରହୁଥିବା ଓଡ଼ିଆ ଭାଇ ଭଉଣୀମାନେ ଇଲେକ୍ଟ୍ରୋନିକ୍ସ ମିଡିଆ ମାଧ୍ୟମରେ ଦିବ୍ୟ ଦର୍ଶନ ପାଇଥାନ୍ତି। ବିଶେଷ ଅନୁଭୂତି ଓ ଜ୍ଞାନଚର୍ଚ୍ଚାର ପ୍ରତ୍ୟକ୍ଷ ଚେତନାର ମହାପ୍ରଭୁଙ୍କର ଦିବ୍ୟ ଅନୁଭୂତିରେ ପରିପ୍ରକାଶ ଆଦରଣୀୟ। ଜୟ ଶ୍ରୀ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ।